ରାତିରେ କ'ଣ ଖାଇଲେ ଯୌନ ଶକ୍ତି କ୍ଷମତା 10 ଗୁଣା ବଢ଼ିଯାଏ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ନିୟମିତ କେଉଁ ଜୁସ୍ ପିଇଲେ ଲିଭର ସବୁବେଳେ ସୁସ୍ଥ ରହିଥାଏ? ଅପସନ୍ ଏ କଲରା, ଅପସନ୍ ବି ଅଁଳା, ଅପସନ୍ ସି ଅଙ୍ଗୁର ଏବଂ ଅପସନ୍ ଡି ପୋଦିନା। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅଁଳା। ନିୟମିତ ଅଁଳା ଜୁସ୍ ପିଇଲେ ଲିଭର ସବୁବେଳେ ସୁସ୍ଥ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପରିବା ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ରଖିବାରେ ସାହାଯ୍ୟ କରିଥାଏ? ଅପସନ୍ ଏ ମୂଳା, ଅପସନ୍ ବି ଗାଜର, ଅପସନ୍ ସି ବିଟ୍ ଏବଂ ଅପସନ୍ ଡି କଲରା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କଲରା। କଲରା ପରିବା ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ରଖିବାରେ ସାହାଯ୍ୟ କରିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ କେଉଁ ଫଳର ରସ ପିଇଲେ ରକ୍ତହୀନତା ରୋଗ ଭଲ ହୁଏ? ଅପସନ୍ ଏ କଦଳୀ, ଅପସନ୍ ବି ଅଙ୍ଗୁର, ଅପସନ୍ ସି ଡାଳିମ୍ବ ଏବଂ ଅପସନ୍ ଡି ସେଓ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଡାଳିମ୍ବ। ପ୍ରତିଦିନ ଡାଳିମ୍ବ ଫଳର ରସ ପିଇଲେ ରକ୍ତହୀନତା ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କଦଳୀ ସହିତ କ'ଣ ଖାଇଲେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ? ଅପସନ୍ ଏ ରୁଟି, ଅପସନ୍ ବି କ୍ଷୀର, ଅପସନ୍ ସି ଦହି ଏବଂ ଅପସନ୍ ଡି ଅଣ୍ଡା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଅଣ୍ଡା। କଦଳୀ ସହିତ ଅଣ୍ଡା ଖାଇଲେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଭିଟାମିନ୍ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ? ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ବି, ଅପସନ୍ ସି ଭିଟାମିନ୍ ସି ଏବଂ ଅପସନ୍ ଡି ଭିଟାମିନ୍ ଡି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଭିଟାମିନ୍ ଡି। ଭିଟାମିନ୍ ଡି ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆଖୁ ଚାଷ କରାଯାଏ? ଅପସନ୍ ଏ ପଞ୍ଜାବ, ଅପସନ୍ ବି କେରଳ, ଅପସନ୍ ସି ପଶ୍ଚିମବଙ୍ଗ ଏବଂ ଅପସନ୍ ଡି ଉତ୍ତରପ୍ରଦେଶ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଉତ୍ତରପ୍ରଦେଶ। ଭାରତରେ ଉତ୍ତରପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଆଖୁ ଚାଷ କରାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ? ଅପସନ୍ ଏ ଅଷ୍ଟ୍ରେଲିଆ, ଅପସନ୍ ବି ସାଉଦି ଆରବ, ଅପସନ୍ ସି ଶ୍ରୀଲଙ୍କା ଏବଂ ଅପସନ୍ ଡି ଜାପାନ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଜାପାନ। ଜାପାନ ଦେଶକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ କେଉଁ ପତ୍ର ଖାଇଲେ ଆଖିର ପାୱାର ବୃଦ୍ଧି ହୋଇଥାଏ? ଅପସନ୍ ଏ ପୋଦିନା ପତ୍ର, ଅପସନ୍ ବି ମଦନମସ୍ତକ ପତ୍ର, ଅପସନ୍ ସି ତୁଳସୀ ପତ୍ର ଏବଂ ଅପସନ୍ ଡି ଭୃଷଙ୍ଗ ପତ୍ର। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମଦନମସ୍ତକ ପତ୍ର। ମଦନମସ୍ତକ ପତ୍ର ଖାଇଲେ ଆଖିର ପାୱାର ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କାନ ଯନ୍ତ୍ରଣା ହେଲେ କାନରେ କ'ଣ ପକାଇଲେ କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ? ଅପସନ୍ ଏ ଉଷୁମ ପାଣି, ଅପସନ୍ ବି ଘିଅ, ଅପସନ୍ ସି ଜଳ ଏବଂ ଅପସନ୍ ଡି ବରଫ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଉଷୁମ ପାଣି। କାନ ଯନ୍ତ୍ରଣା ହେଲେ କାନରେ ଉଷୁମ ପାଣି ପକାଇଲେ କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି।
କେଉଁ ଜିନିଷ ଗଳା ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରିଥାଏ? ଅପସନ୍ ଏ ପିଆଜ, ଅପସନ୍ ବି କଦଳୀ, ଅପସନ୍ ସି ଲବଙ୍ଗ ଏବଂ ଅପସନ୍ ଡି ରସୁଣ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଲବଙ୍ଗ। ଲବଙ୍ଗ ଗଳା ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପଇଡ଼ ପାଣି ପିଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ମଳକଣ୍ଟକ, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ମଧୁମେହ ଏବଂ ଅପସନ୍ ଡି ବ୍ଲଡ଼ ପ୍ରେସର। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବ୍ଲଡ଼ ପ୍ରେସର। ପଇଡ଼ ପାଣି ପିଇବା ଦ୍ୱାରା ବ୍ଲଡ଼ ପ୍ରେସର ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳ ଖାଇବା ଦ୍ୱାରା ଗୋରା ଛୁଆ ଜନ୍ମ ହୋଇଥାଏ? ଅପସନ୍ ଏ କଦଳୀ, ଅପସନ୍ ବି ସେଓ, ଅପସନ୍ ସି ଡାଳିମ୍ବ ଏବଂ ଅପସନ୍ ଡି ଅଙ୍ଗୁର। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସେଓ। ସେଓ ଫଳ ଖାଇବା ଦ୍ୱାରା ଗୋରା ଛୁଆ ଜନ୍ମ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଜୀବ ନିଜର ଗୋଟିଏ ଆଖି ବନ୍ଦ କରି ଶୋଇଥାଏ? ଅପସନ୍ ଏ ଡଲଫିନ୍, ଅପସନ୍ ବି ପିମ୍ପୁଡ଼ି, ଅପସନ୍ ସି କଇଁଛ ଏବଂ ଅପସନ୍ ଡି ବିଲେଇ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଡଲଫିନ୍। ଡଲଫିନ୍ ଜୀବ ନିଜର ଗୋଟିଏ ଆଖି ବନ୍ଦ କରି ଶୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଣିଷର ହାତରେ କେତେ ଖଣ୍ଡ ହାଡ଼ ରହିଥାଏ? ଅପସନ୍ ଏ 15 ଖଣ୍ଡ, ଅପସନ୍ ବି 27 ଖଣ୍ଡ, ଅପସନ୍ ସି 22 ଖଣ୍ଡ ଏବଂ ଅପସନ୍ ଡି 25 ଖଣ୍ଡ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 27 ଖଣ୍ଡ। ମଣିଷର ହାତରେ 27 ଖଣ୍ଡ ହାଡ଼ ରହିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଜଣେ ମଣିଷର ମସ୍ତିଷ୍କରେ କେତେ ପ୍ରତିଶତ ପାଣି ରହିଥାଏ? ଅପସନ୍ ଏ 20%, ଅପସନ୍ ବି 50%, ଅପସନ୍ ସି 40% ଏବଂ ଅପସନ୍ ଡି 80%। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 80%। ଜଣେ ମଣିଷର ମସ୍ତିଷ୍କରେ 80% ପାଣି ରହିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି। ପ୍ରତିଦିନ ରାତିରେ କ'ଣ ଖାଇଲେ ଯୌନ ଶକ୍ତି କ୍ଷମତା 10 ଗୁଣା ବଢ଼ିଯାଏ? ଅପସନ୍ ଏ କଦଳୀ, ଅପସନ୍ ବି କିସମିସ୍, ଅପସନ୍ ସି ଖଜୁରୀ ଏବଂ ଅପସନ୍ ଡି ସେଓ। ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଖଜୁରୀ। ପ୍ରତିଦିନ ରାତିରେ ଖଜୁରୀ ଖାଇଲେ ଯୌନ ଶକ୍ତି କ୍ଷମତା 10 ଗୁଣା ବଢ଼ିଯାଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରିବା। ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।